ଇ ସାଲା କପ୍ ନାମରୁ ଏବେ ଭାଇରାଲ ଓ ଟ୍ରେଣ୍ଡ ଶବ୍ଦ ପାଲଟିଛି। ଇ ସାଲା କପ୍ ନାମୁଡୁର ଅର୍ଥ କ'ଣ? IPL 2025 ଟାଇଟଲ ହାତେଇଛି RCB। 18 ବର୍ଷ ପରେ ହୋଇଛି ଚମ୍ପିୟନ। ମ୍ୟାଚ୍ ବିଜୟୀ ସମୟରେ ଇ ସାଲା କପ୍ ନାମୁଡୁର ଏକ ନାରା ସମସ୍ତେ ଦେଇଥିଲେ, ଯାହା ବେଶ୍ ଚର୍ଚ୍ଚାକୁ ଆସିଥିଲା। ଏମିତିକି ଦିଗ୍ଗଜ କ୍ରିକେଟର ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତଙ୍କ ମୁହଁରେ ଏହି ନାଁ। ତେବେ ଏହାର ଅର୍ଥ କ'ଣ? ବାସ୍ତବରେ ଏହା ଏକ କନ୍ନଡ଼ ଭାଷା। ଏହାର ଅର୍ଥ ହେଉଛି ଏଥର କପ୍ ଆମର। ବର୍ଷ ବର୍ଷ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ୟାନ୍ସ ଏହି ସ୍ଲୋଗାନକୁ ବ୍ୟବହାର କରି ଆସୁଛନ୍ତି। ଶେଷରେ IPL 2025ରେ ଏହି ନାରାର ସ୍ୱପ୍ନ ସାକାର ହୋଇଛି। RCB ଏକ ରୋମାଞ୍ଚକର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 6 ରନ୍ରେ ପରାସ୍ତ କରି ପ୍ରଥମ ଥର ପାଇଁ IPL ଟ୍ରଫି ଜିତିଥିଲା। ଏହି ଐତିହାସିକ ବିଜୟ ପରେ ପୁରା ଷ୍ଟାଡିୟମ ସେଲିବ୍ରେସନ୍ ହେଉଥିଲା। ସେହି ସମୟରେ ଟିମ୍ର ଅଭିଜ୍ଞ ପ୍ଲେୟାର ଗୋଟିଏ ସ୍ୱରରେ କହୁଥିଲେ, ଇ ସାଲା କପ୍ ନାମୁଡୁ। 18ତମ ସିଜନରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବା ପରେ ବିରାଟ କୋହଲି ଭାବପ୍ରବଣ ହୋଇଥିଲେ। ବିରାଟ କୋହଲିଙ୍କ ବନ୍ଧୁ ଏବଂ ପୁରୁଣା ସାଥୀ ପ୍ଲେୟର AB ଡିଭିଲିୟର୍ସ ଏବଂ କ୍ରିସ୍ ଗେଲ୍ ମଧ୍ୟ RCAର ଏହି ବିଜୟ ଉତ୍ସବ ସାମିଲ ହୋଇଥିଲେ। ଏହାପରେ 3 ଜଣ ଏକ ସ୍ୱରରେ ଇ ସାଲା କପ୍ ନାମୁଡୁ ବୋଲି କହିଥିଲେ। ଏ ବିଶେଷ ମୁହୂର୍ତ୍ତର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।